ତିତସ ମଧ୍ୟ ତିମୋଥୀଙ୍କ ପରିକା ଜଣେ ପାଉଲଙ୍କର ଆତ୍ମିକ ପୁତ୍ର। ତେଣୁ ଆଜି ଆମେ ତିତସଙ୍କ ଉପରେ ଟିକେ ବାଇବଲ ଷ୍ଟଡି କରିବା। ଆପଣ ମାନଙ୍କ ପାଖରେ ନିହାତି ଖାତା ପେନ୍ ଥିବ, ବାଇବଲ ବାହାର କରନ୍ତୁ। ତିତସ, ପ୍ରଥମ ତିମୋଥୀ, ଦ୍ୱିତୀୟ ତିମୋଥୀ ପରେ ତିତସ। ଆଉ ତିତସ 1 ପର୍ବର ପ୍ରଥମ ପଦରେ ଲେଖାଯାଏ, ପାଉଲ ଈଶ୍ୱରଙ୍କ ଦାସ ଯୀଶୁଖ୍ରୀଷ୍ଟଙ୍କ ଜଣେ ପ୍ରେରିତ, ବିଶ୍ୱାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତିତସଙ୍କ ନିକଟକୁ ପତ୍ର ଲେଖୁଅଛେ। ଯେମିତି ସେ ତିମୋଥୀକୁ ସେ ଆତ୍ମିକ ପୁତ୍ର, ଆଉ ତିତସକୁ ମଧ୍ୟ ସେ ଆତ୍ମିକ ପୁତ୍ର ଭାବରେ ଗ୍ରହଣ କରିଥିଲେ। ତିତସ ଗୋଟେ ଜିହୁଦୀ ଲୋକ ନୁହନ୍ତି, ସେ ଜଣେ ଗ୍ରୀକ ଲୋକ। କିନ୍ତୁ ଯେତେବେଳେ ଆମେ ସେ 1 ପର୍ବର କିଛି ପଦ ପଢିବା, ଆମେ ଜାଣିପାରିବା ତାଙ୍କୁ ସେ ଗୋଟେ ବିଶେଷ ଦାୟିତ୍ୱ ଦେଇଛନ୍ତି। ଆଉ ସେ ଦାୟିତ୍ୱଟା ହଉଛି ଗୋଟେ ଦ୍ୱୀପ ଯାହାର ନାଁ ହଉଛି କ୍ରିତ। ଆଉ ସେ କ୍ରିତର ସେ ହଉଛନ୍ତି ଦାୟିତ୍ୱ ପାଇଛନ୍ତି କୋଉ ହିସାବରେ? 5 ପଦ ଦେଖିବା। ତିତସ 1:5, ଅସମ୍ପୂର୍ଣ୍ଣ କାର୍ଯ୍ୟ ସବୁ ସମ୍ପୂର୍ଣ୍ଣ କରିବା ପାଇଁ। ଅର୍ଥାତ୍ ପାଉଲ ଯେତେବେଳେ ସେଠି ମଣ୍ଡଳୀ ବସେଇଲେ, ଚର୍ଚ୍ଚ ପ୍ଲାଣ୍ଟ କଲେ, କିଛି କାର୍ଯ୍ୟ ସମ୍ପୂର୍ଣ୍ଣ ହେଇନି ଏବଂ ସେ ତିତସଙ୍କୁ ଭାବିଲେ ଯଥାଯୋଗ୍ୟ ମୋର ସେ ପୁତ୍ର, ଯିଏକି ଯାଇକିରି ମୋର ଅଧୁରା ସ୍ୱପ୍ନକୁ ସେ ପୂର୍ଣ୍ଣ କରିବ, ଅସମ୍ପୂର୍ଣ୍ଣ କାର୍ଯ୍ୟ ସବୁ ସମ୍ପୂର୍ଣ୍ଣ କରିବାକୁ। ପୁଣି ମୋହର ଆଦେଶ ଅନୁସାରେ ପ୍ରତ୍ୟେକ ନଗରରେ ପ୍ରାଚୀନ ମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରିତିରେ ତୁମ୍ଭକୁ ଛାଡି ଆସିଲି। ଅର୍ଥାତ୍ ତାଙ୍କୁ ଗୋଟେ ବିଶେଷ ଦାୟିତ୍ୱ ଦେଇଛନ୍ତି ପାଉଲ, ଯେ ପ୍ରାଚୀନ ମାନଙ୍କୁ ନିଯୁକ୍ତି କରିବା ପାଇଁକା। ଆଉ ଏ ପ୍ରାଚୀନ ମାନଙ୍କ ପାଇଁକା କିଛି ଗାଇଡଲାଇନ ରଖିଛନ୍ତି। ଆଉ ସେ ଗାଇଡଲାଇନ ଗୁଡାକ ତାପରେ ପରେ ଅଛି 6 ପଦରୁ। ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ, ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନ ମାନେ ବିଶ୍ୱାସୀ ଅଟନ୍ତି, କଦାଚରଣ ବିଷୟରେ ଅପବାଦିତ କିମ୍ବା ଅବାଧ୍ୟ ନୁହନ୍ତି, ତାଙ୍କୁ ନିଯୁକ୍ତ କର। 7, କାରଣ ଅଧ୍ୟକ୍ଷ ଈଶ୍ୱରଙ୍କ ବ୍ୟବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ। ସେ ସ୍ୱେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦ ପ୍ରିୟ କି କୁତ୍ସିତ ଧନ ଲୋଭର ଅଭିଳାଷୀ ନ ହୋଇ ଆତିଥ୍ୟ ପ୍ରିୟ, ଉତ୍ତମ ବିଷୟର ଅନୁରାଗୀ, ସୁବୁଦ୍ଧି, ନ୍ୟାୟପରାୟଣ, ସାଧୁ ଓ ମିତାଚାରୀ ହୁଅନ୍ତୁ। ସବୁ ସୁନ୍ଦର ବିଷୟ ଆଉ ଆଦର୍ଶ ବିଷୟର ସେମାନେ ହଉଛନ୍ତି ଗୋଟେ ପ୍ରତିଛବି। ଅର୍ଥାତ୍ ଯୋଉ ପ୍ରାଚୀନ ମାନଙ୍କୁ ତମେ ନିଯୁକ୍ତ କରୁଛ, ଲୋକମାନଙ୍କ ନିକଟରେ ସେମାନେ ନିନ୍ଦିତ ନୁହନ୍ତି। ସେମାନଙ୍କୁ ଲୋକମାନେ କୌଣସି ଭାବରେ ନିନ୍ଦା କରନ୍ତିନି। ଯୋଉମାନେ ଅସାମାଜିକ ତତ୍ତ୍ୱ ବିଶିଷ୍ଟ ଲୋକ, ସେମାନଙ୍କୁ ଯଦିଓ ପବ୍ଲିକ ପ୍ଲାଟଫର୍ମରେ ନ କରନ୍ତି, ସମସ୍ତେ ବ୍ୟକ୍ତିଗତ ଭାବେ ସେମାନଙ୍କୁ ନିନ୍ଦା କରନ୍ତି, ଆରେ ଲୋକଟା କିଛି ଉତ୍ତମ ଚରିତ୍ରର ନୁହେଁ। କିନ୍ତୁ ଏଠି ଯୋଉମାନେ ଖ୍ରୀଷ୍ଟୀୟ ପ୍ରାଚୀନ, ସେମାନଙ୍କ ପାଖରେ ସମସ୍ତ ଉତ୍ତମ ବିଷୟ ରହିବ। ଆଉ 8 ପଦରେ ଦେଖନ୍ତୁ, ସେମାନେ ସୁବୁଦ୍ଧି ହେବେ, ନ୍ୟାୟପରାୟଣ ହେବେ, ସାଧୁ ହେବେ, ମିତାଚାରୀ ହେବେ। ମିତାଚାରୀ ମାନେ ଅପବ୍ୟୟ ପୁତ୍ରର ଠିକ ଓଲଟାଟା। ଅପବ୍ୟୟ ଯିଏ କରେ, ଏମାନେ ଅପବ୍ୟୟ କରିବେନି, ଯେତିକି ଆବଶ୍ୟକ ସେତିକି ସେମାନେ, କାରଣ ସେମାନେ ଗୋଟେ ଉତ୍ତମ ପରିବାରକୁ ସୃଷ୍ଟି କରିବା ପାଇଁକା ସକ୍ଷମ ହେଇଛନ୍ତି ବୋଲିକା ତାଙ୍କର ବିଶେଷ ଭାବରେ ଏଇଟା ଗୋଟେ ବଡ ବିଷୟ। ପରିବାର ସମ୍ଭାଳିବା, ପରିବାରର ପରିଚାଳନା କରିବା, ପରିବାରକୁ ଉପଯୁକ୍ତ ଦିଗଦର୍ଶନ ଦେବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୁଏନି, କାରଣ ସେମାନଙ୍କ ଜୀବନରେ କିଛି ଭୁଲ, ଦୋଷ, ଦୁର୍ବଳତା ଥାଏ ଏବଂ ପାପ ଥାଏ। ପାପର ଯଦି ଡେଫିନେସନ ଆପଣ ପଚାରିବେ, ମୁଁ କହିବି ପାପର ଡେଫିନେସନ ହଉଛି ସେ ଲୋକ ହଉଛି ସ୍ୱାର୍ଥପର। ମୁଁ ଯଦି ଡ୍ରଗ୍ସ ନଉଛି, ବହୁତ ଦାମିକା, ଏତେ ପଇସା ଆସିବ କୋଉଠୁ, ମୋ ଦରମା ତ କିଣି ପାରିବିନି, ମତେ ଚୋରି କରିବାକୁ ପଡିବ। ଏବଂ ସେ ଯୋଉ ଚୋରି କରିକି ଯୋଉ ପଇସାଟା ଆଣିବେ, ଲୁଟ କରିକି ଯୋଉ ଡକାୟତି କରିକି ପଇସାଟା ଆଣିବେ, ଅନ୍ୟାୟ କରିବେ।
ଆଚ୍ଛା ସେ ପଇସାଟା ଆଣିକି ଯଦି ଘର କାର୍ଯ୍ୟରେ ବି ଲଗାନ୍ତି ସେଟା ଗୋଟେ କାମ ହୁଅନ୍ତା? ନାଇଁ ସେଇଟା ବି ନାହିଁ। ମୋ ନିଜର ସୁଖ ପାଇଁ କାମ ବେପାର। ତେଣୁ ପାପର ଅନ୍ୟ ନାଁ ହଉଛି ଯୋଉମାନେ ହଉଛନ୍ତି ସ୍ୱାର୍ଥପର। ସେମାନେ ମିତାଚାରୀ ନୁହନ୍ତି, ସ୍ୱାର୍ଥପର। ମନେ ରଖନ୍ତୁ। ସବୁବେଳେ ନିଜ ବିଷୟରେ ଚିନ୍ତା। ସମସ୍ତେ ତମକୁ ସେବା କରନ୍ତୁ, ମୁଁ କେମିତି ଆନନ୍ଦ ପାଇବି। ପ୍ଲେଜର ହଣ୍ଟିଂ ତାଙ୍କର ହଉଛି ଚିନ୍ତାଧାରାର ମୁଖ୍ୟ ବିଷୟ। ପରିବାର ତାଙ୍କ ଆଗରେ ମୁଖ୍ୟ ନୁହେଁ, ପ୍ଲେଜର ହଣ୍ଟିଂ ହଉଛି ତାଙ୍କର ମୁଖ୍ୟ। ଆନନ୍ଦ ପାଇବି, ମୁଁ ଏକା ମୁଁ ଏକା ମୁଁ ଏକା। ମୁଁ ମଦ ପିଇବି, ମୁଁ ଚରସ ଖାଇବି, ମୁଁ ଯାହା କିଛି କରିବି, ସବୁ କିଛି ମୁଁ 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 ବ୍ୟଭିଚାର କରିବି, ମୁଁ ଆନନ୍ଦ ପାଇବି, ସବୁ ମୁଁ। ଏଟା ହଉଛି ପାପର ଅନ୍ୟ ନାଁ। କିନ୍ତୁ ଏଠି ତୀତୋସକୁ ପାଉଲ କହୁଛନ୍ତି ଏଇଗୁଡାକ ଟିକେ ସତର୍କ ହବ ଯେତେବେଳେ ତମେ ସିଲେକ୍ଟ କରୁଛ। ଏଗୁଡା ଟିକେ ସତର୍କ ହେଇକି ସିଲେକ୍ଟ କରିବ। ମୁଁ ଆ ଉପରେ ବେଶୀ ଆଲୋକପାତ କରିବା ପାଇଁ ଚାହୁଁନି, କାରଣ ଆଜି ମୋର ଟପିକଟା ଆଉ ଟିକେ ଭିନ୍ନ। 9 ପଦକୁ ଆସିବା। ପୁଣି ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦବାକୁ, ହିତଜନକର ଇଂରାଜୀରେ ଅଛି ସାଉଣ୍ଡ ଡକ୍ଟ୍ରିନ୍। ଅନେକ ସମୟରେ ବୀରେନ୍ଦ୍ର ଭାଇଙ୍କୁ ଯେତେବେଳେ ମୁଁ ସେ ହସ୍ତାର୍ପଣ କଲି ମୋର ଦାୟିତ୍ୱଟାକୁ, ସେତେବେଳେ ମୁଁ ତାଙ୍କୁ କହିଥିଲି, ଭାଇ ଆମକୁ ବହୁତ ସତର୍କତାର ସହିତ ଆମମାନଙ୍କୁ ସ୍ପିକରକୁ ମନୋନୀତ କରିବାକୁ ପଡିବ। କାରଣ ସମସ୍ତେ ସାଉଣ୍ଡ ଡକ୍ଟ୍ରିନ୍ ଜାଣନ୍ତି ନାହିଁ। ସେମାନେ ମନ ଇଚ୍ଛା କିଛି ନା କିଛି କହିଦେଇ ପାରିବେ। ପ୍ଲାଟଫର୍ମ ମିଳିଛି, ସମୟ ବି ଦିଆହେଇଛି, ଯାହା ତାଙ୍କ ମନକୁ ଆସିଲା ସବୁ କହିପାରିବେ। ତେଣୁ ବହୁତ ବୁଝି ସୁଝି ଚିନ୍ତା କରିକିରି ଆମମାନଙ୍କୁ ସ୍ପିକର ମନୋନୟନ କରିବାକୁ ପଡିବ। ତାଙ୍କୁ ଏ ପ୍ରଥମ ବିଷୟଟି ମୁଁ କହିଥିଲି। ଆଉ ସେ ଆଜି ପର୍ଯ୍ୟନ୍ତ ବିଶ୍ୱସ୍ତ ଭାବରେ ସେ କାର୍ଯ୍ୟ କରି ଆସୁଛନ୍ତି। ସେଥିପାଇଁକା ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ବୀରେନ୍ଦ୍ର ଭାଇ ମଧ୍ୟ ଏକ ଦକ୍ଷ, ସେ ସୁନ୍ଦର ଭାବରେ ପରିଚାଳନା କରୁଛନ୍ତି। ବର୍ତ୍ତମାନ ଆସୁଛୁ ଆମେ ଦେଖିବା ପାଇଁ, ପୁଣି ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ବିପକ୍ଷବାଦୀ ମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି। କଇଁଚିର ଦେଖିବେ 2ଟା ବ୍ଲେଡ, ନହେଲେ କାଟି ହବନି। ପ୍ରତି ପ୍ରାଚୀନ ତାଙ୍କୁ ଗୋଟେ ବିଶେଷ ଦାୟିତ୍ୱ ପାଉଲ ଦଉଛନ୍ତି। ପ୍ରଥମ ଦାୟିତ୍ୱ ହଉଛି ସେ ହିତଜନକ ଶିକ୍ଷା ଦେବେ ଏବଂ ସେ ଶିକ୍ଷା ଦ୍ୱାରା ମଣ୍ଡଳୀର ଲୋକମାନେ ଉତ୍ସାହ ପ୍ରାପ୍ତ ହେବେ। ସେଇଟା ହଉଛି ଯେ ଗୋଟେ ଗୁଡ୍ ସେଫର୍ଡର ଚରିତ୍ର। ଗୋଟେ ମିନିଟ ଟିକେ ବନ୍ଦ କରୁଛି, ଗୋଟେ ସମସ୍ୟା ହେଇଛି, ମୁଁ ତାପରେ କରିବି।
सॉरी ମୁଁ ବହୁତ ଦୁଃଖିତ ଟିକେ ସମୟ ଚାଲିଗଲା ଆମାଜନ ର ଗୋଟେ ପ୍ରଡକ୍ଟ ଆସିଥିଲା ଶୁଭୁଛି हाँ सोच भाई ଶୁଭୁଛି ଭାଇ ହଁ ଶୁଭୁଛି ଭାଇ ତାର ଓଟିପି ହଁ ତାର ଓଟିପି ଟା ଏଇ ମୋବାଇଲ ରେ ରହିଥିଲା ସେଥିପାଇଁ ଟିକେ ସମୟ ଗଲା ସେଥିପାଇଁ ମୁଁ ଦୁଃଖିତ ଏବେ ପୁଣି ଫେରି ଆସିବା ଆମମାନେ ଦେଖୁଥିଲୁ ସେ ତୀତଶଙ୍କର ଏକ ପର୍ବର 9 ପଦ ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଏଟା ହଉଛି ମେଷପାଳକର ଦାୟିତ୍ୱ ବା କର୍ତ୍ତବ୍ୟ ଦ୍ୱିତୀୟଟା ହଉଛି ବିପକ୍ଷବାଦୀ ମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି ଏଟା ହଉଛି ଦ୍ୱିତୀୟ ଦାୟିତ୍ୱ ବିପକ୍ଷବାଦୀ ମାନଙ୍କୁ ଅନୁଯୋଗ କରିବା ସେଟା ଗୋଟେ ଦାୟିତ୍ୱ ଏଥି ନିମନ୍ତେ ପ୍ରାୟ ଶିକ୍ଷାନୁଯାୟୀ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ ଆଜିର ଆମମାନଙ୍କର ସମସ୍ତ ବିଷୟବସ୍ତୁଟା ଏ 9 ପଦ ଉପରେ ଆମମାନେ ଆଧାରିତ ଏବଂ ସେଗୁଡାକ ଆପଣମାନଙ୍କୁ ମୁଁ ଗୋଟେ ପରେ ଗୋଟେ କହିବି ବର୍ତ୍ତମାନ ଫାଷ୍ଟ ଦେଖିବା ଯେ ଯୋଉ ପ୍ରାଚୀନର ଯୋଉ ଦୁଇଟା କାର୍ଯ୍ୟ ପିତର ମଧ୍ୟ ସେଇଟାକୁ ଉଲ୍ଲେଖ କରୁଛନ୍ତି ଏବଂ ସେ କୋଉଠି ଉଲ୍ଲେଖ କରୁଛନ୍ତି ପ୍ରଥମ ପିତର 5 ପର୍ବର 1 ପଦରେ ପ୍ରଥମ ପିତର 5 ପର୍ବର 1 ପଦରେ ଅତଏବ ଜଣେ ସହ ପ୍ରାଚୀନ ପୁଣି ଖ୍ରୀଷ୍ଟଙ୍କ ଦୁଃଖ ଭୋଗର ସାକ୍ଷୀ ଏବଂ ଆଗାମୀ ଗୌରବର ଅଂଶାଧିକାରୀ ଯେ ମୁଁ ତୁମାନଙ୍କ ମଧ୍ୟରେ ଥିବା ପ୍ରାଚୀନ ମାନଙ୍କୁ ଅନୁରୋଧ କରୁଛେ ଏ ପ୍ରାଚୀନ ମାନଙ୍କୁ ନିଯୁକ୍ତି ଦେଇନଥିଲେ କିନ୍ତୁ ପ୍ରାଚୀନ ମାନଙ୍କୁ ସେ ଅନୁରୋଧ କରୁଛନ୍ତି କାରଣ ସେ ନିଜକୁ ନିଜେ ପରିଚୟ ଦଉଛନ୍ତି ମୁଁ ଜଣେ ସହ ପ୍ରାଚୀନ ଏଟା ସବୁଠୁ ମତେ ବେଶୀ ଭଲ ଲାଗିଥିଲା ସେ କହୁନାହାନ୍ତି ମୁଁ ଜଣେ ପ୍ରେରିତ ମୁଁ ପ୍ରେରିତ ମାନଙ୍କ ମଧ୍ୟରେ ମୁଖ୍ୟ ଯୀଶୁଙ୍କର ପ୍ରଧାନ ଶିଷ୍ୟ ଥିଲି ଏରା କିଛି କହୁନାହାନ୍ତି ସେ କହୁଛନ୍ତି ମୁଁ ଜଣେ ସହ ପ୍ରାଚୀନ ପୁଣି ଖ୍ରୀଷ୍ଟଙ୍କ ଦୁଃଖ ଭୋଗର ସାକ୍ଷୀ ଆଗାମୀ ଗୌରବର ଅଂଶାଧିକାରୀ ଯେ ମୁଁ ଆଗାମୀ ଗୌରବରେ ମୁଁ ଅଂଶ ପାଇବି କେତେ ବଡ ଭରସା ସେ ତାଙ୍କର ମୁଁ ତୁମାନଙ୍କ ମଧ୍ୟରେ ଥିବା ପ୍ରାଚୀନ ମାନଙ୍କୁ ଅନୁରୋଧ କରୁଅଛି ପାଉଲ ତିମୋଥି ଆଉ ତିତସ ବିଶେଷରେ ତିତସଙ୍କୁ ସେ କ୍ରିତ୍ ଦ୍ୱୀପରେ ଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ତାଙ୍କୁ ସେଠି ଛାଡିକି ଆସିଥିଲେ ଏବଂ ତାଙ୍କୁ ଗୋଟେ ଦାୟିତ୍ୱ ଦେଇଥିଲେ ତମେ ପ୍ରାଚୀନ ମାନଙ୍କୁ ନିଯୁକ୍ତ କର ତାଙ୍କର ଗୋଟେ କ୍ରାଇଟେରିଆ ପାରାମିଟର ଦେଇଥିଲେ ସେମାନେ କଣ କଣ ହେବେ ତାଙ୍କର ଚରିତ୍ର କେମିତି ଥିବ ଏରା ସବୁ ବର୍ତ୍ତମାନ ଆମେ ପଢିଲୁ ବର୍ତ୍ତମାନ ଦେଖୁଛୁ ଆମେ ପିତର ମଧ୍ୟ ସେ ଯେତେବେଳେ ଆରମ୍ଭ କରୁଛନ୍ତି ଗୋଟେ ସୁନ୍ଦର ବିଷୟରୁ ସେ ଷ୍ଟାର୍ଟ କରୁଛନ୍ତି ଆମେ ଯେତେବେଳେ ତୀତସର 1 ପର୍ବର 9 ପଦରେ ଦେଖୁଥିଲୁ ଗୋଟେ ପ୍ରାଚୀନର ଦୁଇଟି କର୍ତ୍ତବ୍ୟ ଗୋଟେ ହଉଛି ସେ ହଉଛି ଗୋଟେ ସେଫର୍ଡ ବା ଯିଏ ମେଷମାନଙ୍କୁ ଚରାଏ ମେଷପାଳକ ଦ୍ୱିତୀୟଟା ହଉଛି ହିଜ ଏ ସୋଲଜର ବିପକ୍ଷବାଦୀ ମାନଙ୍କୁ ଅନୁଯୋଗ କରିବାକୁ ସେ ସକ୍ଷମ ହବ ଏଠି ସ୍ୱତନ୍ତ୍ର ଭାବରେ ପିତର ସେ କହୁଛନ୍ତି ପ୍ରଥମ ପିତର 5 ପର୍ବର 2 ପଦରେ ମୁଁ ତୁମାନଙ୍କୁ ତତ୍ୱାବଧାନରେ ଥିବା ଈଶ୍ୱରଙ୍କ ପଲକୁ ପ୍ରତିପାଳନ କର ସେମ ଜିନିଷ ଖାଲି ଟିକେ ଭିନ୍ନ ଷ୍ଟାଇଲରେ ଯୋଉମାନଙ୍କୁ ପ୍ରଭୁ ତୁମମାନଙ୍କୁ ସେବା କାର୍ଯ୍ୟରେ ପରିଚାଳନା କରିବା ପାଇଁ ଦେଇଛନ୍ତି ବା ତୁମେ ସେମାନଙ୍କର ପଲର ପରିଚାଳନା କରୁଛ ସେମାନଙ୍କୁ କଣ କରିବ ସ୍ୱଚ୍ଛନ୍ଦରେ ସେବା କରିବ ଈଶ୍ୱରଙ୍କର ଇଚ୍ଛାନୁସାରେ ସ୍ୱଚ୍ଛନ୍ଦ ମନରେ ବାଧ୍ୟ ବାଧକତା ନାହିଁ ମତେ ଦିଆହେଇଛି କଲେ କରିବି ନ କଲେ ନାହିଁ ଭାରି କଷ୍ଟ ହଉଛି ସେଇ ଅନୁସାରେ ସେବା କାର୍ଯ୍ୟ କରିବାର ଆବଶ୍ୟକତା ବି ନାହିଁ
प्रभु पाखे अनेक सेवाकारी अछंती से पत्थर भी बाहर कर दे पारिबे किंतु आमनको जेतेबेले सेवा कार्य दिया खुशी रे आनंद रे स्वच्छंद मनरे आमने प्रभुंकर सेवा कार्य करिबा कुश्चित लाभ निमंते नुहे किंतु आग्रह सहकारे ताहा कर कुश्चित लाभ एग्जैक्ट से जिनस पाउल तीतस को भी कहते से 11 पदरे तीतस 1 पर्वर 11 पदरे सेमानकर मुख बंद करिवार आवश्यक सेमाने कुश्चित धन लाभ निमंते अनुपयुक्त शिक्षा देई आमे देखुछु 9 पदरे हितजनक शिक्षा किंतु 11 पद को आसिला को आ गोटे शिक्षा सेटा होची अनुपयुक्त शिक्षा जोटा आवश्यक नाही सेही शिक्षा देकरी तांकर मेन टार्गेट होची धन लाभ करिवा सेटा पुणी ताकू कोन कहउचंती कुश्चित धन लोभ निमंते अनुपयुक्त शिक्षा देई गोटे गोटे परिवार को संपूर्ण रूपे पथ भ्रष्ट करंती एवं पितर मध्य ठीक से जिनस कहउचंती प्रथम पितर 5 पर्व 2 पदरे कुश्चित लाभ निमंते नुहे किंतु आग्रह सहकारे ताहा कर 3 पुणी जो मानकर दायित्व भार तुमानक हस्तरे समर्पित अछि सेमानक उपरे कर्तापण न करी पलर आदर्श स्वरूप होई ताहा कर सेही सेपट जहाँ पाउल तो कहिथिले सम सेम जिनस तो माने कोन करो तुमानक हस्तरे जो सेवा कार्य प्रभु देइचंती गोटे पल को संभालिया पैका तार आदर्श स्वरूप होई कर अनेक समय आम देखी था जे लीडरशिप निये अनेक समय तार बहुत दुर्बलता माने परिलक्षित करू सेगुराक आमर आलोचनार परिसर भितर नुहे सेटा आम आलोचना पैका नुहे किंतु वाक्य कहे जे सेमानकर हस्तरे समर्पित अछंती आदर्श स्वरूप तमे हुआ जो पल को प्रभु तुमको देइचंती तार आदर्श स्वरूप हवा पाई मध्य से आमानको पितर निवेदन करचंती तापर देखिबा द्वितीय पितर तार 2 पर्व द्वितीय पितर तार 2 पर्व तार शीर्षक अछि भंड भाववादी और भंड शिक्षक एक किंतु लोक मानक मध्यरे भंड भाववादी माने मध्य उत्पन्न हेले सेपरि तुमानक मध्यरे सुधा भंड शिक्षक माने उत्पन्न हेबे सेमाने विनाशजनक भ्रांत मत गुप्तरे प्रचलन करी सेमानकर क्रयकर्ता प्रभु को अस्वीकार करिवे पुणी आपणा मानकर आकस्मिक सर्वनाश घटे केते गुडा विषय पितर कहि दै चली गले प्रथमटा होची आगुरु मध्य ए भंड शिक्षक भंड भाववादी माने उत्पन्न हेइथिले पास्ट पुणी से कोन कहउचंती सेही परि तुमानक मध्यरे भंड शिक्षक माने उत्पन्न हेबे इट इज ए फ्यूचर कंटिन्यूअस टर्म गोटे थरे सरी जिबेनी केते उत्पन्न हेइ चाली थिबे एवं जोटा को पाउल से कहउचंती से तीतसरे से माने को माने 10 रो 1 रो 10 रे तीतस 1 रो 10 कारण अनेक अबाध्य लोक असार वाक्यवादी प्रवंचक अछंती विशेष रे सुन्नत प्राप्त लोक मानक मध्यरे अछंती सुन्नत प्राप्त माने ज्यूस माने भी ख्रिस्टियन होउचंती आ बिजाति माने भी ख्रिस्टियन होउचंती पाउल सेटा मध्य तीतस को सूचई देउचंती अबाध्य लोक अछंती प्रवंचक लोक अछंती तेणु कौन दरकार आम को मुख बंद करिवार कौन आवश्यकता अच्छी सेटा बर्तमान आम माने द्वितीय से तीतसर द्वितीय पर्वर प्रथम रे अच्छी किंतु तुम्हें हितजनक शिक्षार उपयुक्त कथा कह सब किछि अच्छी बट व्हाट यू से इट मस्ट इन कन्फर्मिटी विथ साउंड डॉक्ट्रिन बा
जोटा वाक्य संबंधी शास्त्र संबंधी से साउंड डॉक्ट्रिन संगे तुमकर वाक्यटा समान ताल हम पुणी से दुई पर्वर लास्ट पदटा यही समस्त कथा कही 2 पर्वर 15 पद यही समस्त कथा कही पूर्ण क्षमता सह उत्साह दियो पूर्ण क्षमता सह अनुयोग कर उत्साह भी दियो पूर्ण क्षमता सह पुणी पूर्ण क्षमता सह अनुयोग भी कर कमली दुईटा विषय होची हेलो ख्रिस्टियन जीवन रे निहाती आवश्यक एवं से कहीं की आवश्यक सेटा भी से देखंतु से तीतसर 3 रे लिखाई जे कारण पूर्वे आंबे माने मध्य निर्बोध थिलु हेलो अबाध्य थिलु भ्रांत थिलु नाना प्रकार कुअभिलाष सुख भोगर दास थिलु हिंसा ईर्षा रे कालक्षेपण करथुलु आ घृणार पात्र होई परस्पर को घृणा करथुलु गोटे शैतानिक जीवन कामने काटुथिलु किंतु वर्तमान आमे देखिबा जे काहे कि आमानको ए हितजनक वाक्य संगे संगे अनुयोग करबाकू पवित्र आत्मा आमानको पाउलु तो कहउनांती पवित्र आत्मा एटा आमानको शिक्षा दउचंती से द्वितीय पेतरर 2 पर्वर 2 पद आ अनेक सेमानक कामुकतार अनुगामी हेबे फलत एमानक हेतु सत्य मार्ग निंदित हब God is very much concerned about his reputation. ईश्वर तांकर होचंती सो गौरव रक्षण रे उद्योगी परमेश्वर से तांको गौरव को काहा कहले देबेनी से शेयर करबे मोटे नाही लास्ट को जतले आमे जीवा अनंत जीवन अधिकारी हवा पई से आमान को से अम्लान गौरव मुकुट देबे सिना किंतु तांकर गौरव को हरण करि परिबनी एवं ए सत्य मार्ग जदि निंदित हैला को मानक द्वारा केटे सुंदर भाव से 2 पर्वर 1 पद द्वितीय पितर 2 पर 1 पद लिखाई छी भंड शिक्षक माने उत्पन्न हेबे से माने विनाशजनक भ्रांत मत गुप्त रे प्रचलन करिवे से मानक क्रयकर्ता प्रभु को ही अस्वीकार करिवे तार माने कोन बुझचंती मु जति के बुझची आपण मान को कहूचे क्रयकर्ता होचंती यीशु निज रक्त देके से आमान को क्रय करचंती अर्थात आमे तांको पल्लर मेष हेइकिरी मध्य सब शैतानिक कार्य रे जड़ित क्रयकर्ता प्रभु को भी अस्वीकार करिवे अर्थात चर्च मेंबर एभली कार्य करी बसिबे प्रभु निंदित हेबे आ कोन हबो सत्य मार्ग मध्य निंदित हबो से 2 पर्वर 2 पद रे लिखाई छी फलत एमानक हेतु सत्य मार्ग निंदित हेबो अनेक सेमानकर कामुकतार अनुगामी हेबे सेक्सुअल प्लेजर एमाने गुप्त रे सेटा को आको एमाने कोन करंती गुप्त रे प्रचलन करंती पुणी आपणा मानकर आकस्मिक सर्वनाश घटाइबे अनेक समय प्रिय भाई भणी माने मु आपण मान को कहि रखिया को चाहे अनेक विषय तार एटिमोलॉजी जाना नथा एना जे मेडिकल टर्म मेडिकल एटिमोलॉजी माने तार कॉज जाना नथा ए पर्यंत जानि होनी ब्लड प्रेशर काई की होबो ए पर्यंत जानि होनी कैंसर काई की होबो ए पर्यंत जानि परनांती डॉक्टर माने ल्यूकोडर्मा काई की होबो जोरा को मुहरे व्हाइट व्हाइट हे जाय तार हेला परे तार पई का चिकित्सा अछि काहे की होबो जानि होनी अनेक समय अजाणतारे आमानक मध्यरे काहर ना काहर सर्वनाश हुए आ से सर्वनाश पई से माने केबेटो मंजी बनिचंती मते तले याको स्टडी करथिले मोर देह थरी गला प्रभु मते क्षमा दियो मुझे यदि कोनोसी भाबरे कोनोसी प्रकार रे मंडली रे मध्यरे किछि अशांतिकर विषय हो अनुचित विषय हो यदि चर्चा करिछि बात को प्रचलन करिछि मते प्रभु क्षमा दियो काने प्रभु सो गौरव रक्षण रे उज्जकी परमेश्वर शेषरे लेखा होछि आकस्मिक कौन सी नोटिस दे के आसीबनी से सर्वनाश आकस्मिक सर्वनाश हेबो द्वितीय पद तो पढ़ाई छी
ଆଉଥରେ ପଢି ଦଉଛି, ଅନେକ ସେମାନଙ୍କ କାମୁକତାର ଅନୁଗାମୀ ହେବେ, ଫଳତଃ ସେମାନଙ୍କ ହେତୁ ସତ୍ୟ ମାର୍ଗ ନିନ୍ଦିତ ହେବ। 3, ସେମାନେ ଧନ ଲୋଭରେ ଛଳ ବାକ୍ୟ ଦ୍ୱାରା ତୁମମାନଙ୍କ ଠାରୁ ଅର୍ଥ ଲାଭ କରିବାକୁ ଚେଷ୍ଟା କରିବେ। ଅତି ସରଳ ବିଷୟ, ତାକୁ ଆଉ ବୁଝିବା ଦରକାର ନାହିଁ। ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି, ସେମାନଙ୍କ ବିନାଶ ବିଳମ୍ବ ହେବ ନାହିଁ। ଗୋଟେ ପଟେ ହିତଜନକ ବାକ୍ୟ, ଆଉ ଗୋଟେ ପଟେ ହଉଛି ସୋଲଜର ହଉଛି ଦିଟା। ଗୋଟେ ହଉଛି ସେ ଆକ୍ରମଣ କରିବ, ଆଉ ଗୋଟେ ନିଜର ଡିଫେନ୍ସ ସେ କରିବ। ତାକୁ ସେରକମ ଭାବରେ ଟ୍ରେନିଂ ଦିଆଥାଏ, ଆଉ ଯନ୍ତ୍ରପାତି ବି ଦିଆହେଇଥାଏ, ସାଜ ସରଞ୍ଜାମ ଦିଆହେଇଥାଏ। ଗୋଟେ ଡିକନ ପ୍ରାଚୀନ, ତାକୁ ମଧ୍ୟ ସେଇ ଅନୁସାରେ ତାକୁ ସୁସଜ୍ଜିତ ହବାକୁ ପଡିବ। କିଏ ଅନୁପଯୁକ୍ତ ଶିକ୍ଷା ଦଉଛି, ଯୋଉଗୁଡାକ ଅନୁପଯୁକ୍ତ, ଏଠି ଆମେ ଦେଖୁଛୁ ସେଥିରୁ ଗୋଟେ ହଉଛି କାମୁକତାର ଶିକ୍ଷା, ଧନଲୋଭର ଶିକ୍ଷା, ଛଳ ବାକ୍ୟର ଶିକ୍ଷା, ଅର୍ଥ ଲାଭ କରିବାକୁ ଶିକ୍ଷା, ଏଇ ସବୁ ଯିଏ ଦଉଛି ଅନୁଯୋଗ କରିବା। କେସ୍ ନମ୍ବର 1, ଯେହେତୁ ଏଟା ଆମର ବାଇବଲ ଷ୍ଟଡି, ଆମେ ଗୋଟେ କେସ୍ ଟାକୁ ନବା। ସେ କେସ୍ ପ୍ରଥମଟା ହଉଛି, ଆମେ ଦେଖିବା ସ୍ତିଫାନ। ଆପଣ ମାନେ ସମସ୍ତେ ଜାଣିଛନ୍ତି ସ୍ତିଫାନ ବିଷୟରେ, ତଥାପି ବି ମାନେ ଚୁମ୍ବକତାର ବିଷୟ ଟିକେ ଜାଣିବା, ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ପ୍ରେରିତ ତାର 6 ପର୍ବରେ ଏ ବାପା ଟିକେ ବନ୍ଦ କର, ମ୍ୟୁଟ କର, ଶୋଭନା ମାମା ଟିକେ ବନ୍ଦ କର, ମ୍ୟୁଟ କର। ହଁ, ଥ୍ୟାଙ୍କ ୟୁ। ପ୍ରେରିତ 6 ପର୍ବରେ ଆମେ ଦେଖୁଛୁ ସେବା କାର୍ଯ୍ୟାର୍ଥେ 7 ଜଣଙ୍କୁ ମନୋନୀତ କରାଗଲା। ଏହି ସମୟରେ ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ ଭାଷାବାଦୀ ଜିହୁଦୀ ମାନେ ଏବ୍ରିୟ ମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ପରିଚର୍ଯାରେ ସେମାନଙ୍କର ବିଧବା ମାନଙ୍କୁ ଉପେକ୍ଷା କରାଯାଉଥିଲା। ଯୋଉଥିଲେ ଯୀଶୁଙ୍କର ଶିଷ୍ୟମାନେ ତାଙ୍କର ଚିନ୍ତା ହେଲା, ପ୍ରଭୁ କଣ ଆମକୁ ଏଇଟା ପାଇଁକା ଡାକିଛନ୍ତି? ତେଣୁ ସେମାନେ କଣ କଲେ, 5 ପଦ, 3 ପଦ, ଅତଏବ ହେ ଭାଇ ମାନେ, ଯୋଉମାନଙ୍କୁ ଆମମାନେ ଏହି କାର୍ଯ୍ୟରେ ନିଯୁକ୍ତ କରିପାରୁ, ଏପରି ସୁଖ୍ୟାତି ସମ୍ପନ୍ନ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ 7 ଜଣଙ୍କୁ ଆପଣ ମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ। 5, ଏହି କଥା ସମସ୍ତ ସମ୍ପ୍ରଦାୟର ଦୃଷ୍ଟିରେ ଉତ୍ତମ ଦେଖାଗଲା, ଆଉ ସେମାନେ ବିଶ୍ୱାସ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କୁ, ଆଉ 6 ଜଣଙ୍କ ନାଁ ଅଛି, ମାନଙ୍କର ସେଟା ଆଜି ନାହିଁ ସବଜେକ୍ଟ, ସେଥିପାଇଁ ମୁଁ ପଢୁନି। ସ୍ତିଫାନ କୁ କଣ ପାଇଁକା ନିଯୁକ୍ତି କରାହେଇଥିଲା, ତାଙ୍କ ଉପରେ ହସ୍ତାର୍ପଣ ବି କରାଗଲା। 6 ପଦରେ ସେମାନଙ୍କ ଉପରେ ହସ୍ତାର୍ପଣ କରାଗଲା। ସେ ଜଣେ ପାଷ୍ଟର ନଥିଲେ, ପାଷ୍ଟର ହିସାବରେ ତାଙ୍କୁ ହସ୍ତାର୍ପଣ କରାହେଇନି। ସେ ଜଣେ ଆପୋସ୍ତଲ ନଥିଲେ, ପ୍ରେରିତ ନଥିଲେ, ପ୍ରେରିତ ହିସାବରେ ତାଙ୍କୁ ହସ୍ତାର୍ପଣ କରାହେଇନି। କଣ ପାଇଁକା ହସ୍ତାର୍ପଣ କରାଗଲା? ଡିକନ, ମଣ୍ଡଳୀର ଡିକନ ମାନଙ୍କର କାର୍ଯ୍ୟ ହଉଛି ସବୁ ବିଷୟ ସେମାନେ ପରିଚର୍ଯାଠୁ ଆରମ୍ଭ, ମାନେ ସେଇ ସମୟରେ ଥିଲା ପରିଚର୍ଯା, ଅଭିଜ୍ଞତା ସେଇଟା ନାହିଁ, କିନ୍ତୁ ଡିକନ ମାନେ ଆମେ ସାଧାରଣତଃ ଦେଖୁ ଯେତେବେଳେ ପ୍ରଭୁ ଭୋଜ ହୁଏ, ସେମାନେ ସେଇ ରୁଟିର ଆଉ ଦ୍ରାକ୍ଷାରସର ଟ୍ରେ ଧରିକି ସବୁଆଡେ ପରିଚର୍ଯା କରନ୍ତି। ୟୁ ଆର୍ ଜଷ୍ଟ ଏ ଡିକନ। କିନ୍ତୁ ଆମେ ଦେଖୁଛୁ ଯେତେବେଳେ ସେଇ 6 ପର୍ବର 8 ପଦକୁ ଆସୁଛୁ, ସ୍ତିଫାନ ଅନୁଗ୍ରହ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ଅଦ୍ଭୁତ କର୍ମ ଲକ୍ଷଣ ସାଧନ କରିବାକୁ ଲାଗିଲେ। ଏଠି ଆମେ ଦେଖୁଛୁ ତାଙ୍କର ବେସିକ ଥିଲା କଣ? ବିଶ୍ୱାସ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତି, 5 ପଦରେ ଲେଖା ହେଇଛି ବିଶ୍ୱାସ ପବିତ୍ର ଆତ୍ମା, ତାହା ସହିତ ଆହୁରି ଦେଖନ୍ତୁ ଲେଖା ହେଇଛି 8 ପଦରେ ଅନୁଗ୍ରହ ଶକ୍ତିରେ ପରିପୂର୍ଣ୍ଣ ହୋଇଥିଲେ। ଅର୍ଥାତ୍ ଗୋଟେ ଡିକନର ଏଇ ସବୁ ଗୁଣ ଗୁଡିକ ଥିଲେ କଣ ହବ?
से प्रभु को पाई आहुरी व्यवहृत हो पारिबो से हस्तार्पण न हो तार किंतु जते जते एई गुराको परिपूर्ण से हबो 5 और 8 टा को मिसांतु सेतरे एते सुंदर विषय बाहरची विश्वास पवित्र आत्मा अनुग्रह शक्ति चारिटा विषय से परिपूर्ण थिले सेथि पेंका लोक मानक मध्यरे महा महा अद्भुत कर्म लक्षण साधन करने को लगिले अन्य मानक विषय लेखा है नाही सेथि हमर से चिंता करबा नै हमर जे चिंता करिया होची से भी गोटे डिकन तांको हस्तार्पण करा हैतिला एज ए डिकन नॉट एज ए पास्टर नॉट एज ए इवेंजलिस्ट नॉट एज ए अपोस्टल ही वाज ए डिकन प्रीचिंग से समय परिचर्या करिया पे किंतु जेतेबेले से 6 पर्वर हाँ से 6 पर्वर 10 पद को आम आसुचु मात्र से जो ज्ञान आत्मा शक्ति रे कथा कहते से माने ताहा प्रतिरोध करिया को समर्थ हेले नाही आज आमने नैथिलु गोटे प्राचीन रो दुईटी गुण गोटे होची से मेषपालक गोटे होची सोल्जर से मुख बंद करिवो अनुचित कथावार्ता बा अनुपयुक्त शिक्षा जे दउची ताको मुख बंद करिवो एठी देखंतु स्टीफेन को निमंते गोटे शक्तियुक्त साक्ष्य सेटा होची कोन 10 पद प्रेरित 6 पर्वर 10 पद मात्र से जो ज्ञान आत्मा को शक्ति रे कथा कहतिले से माने ताहा प्रतिरोध करिया को समर्थ हेले नाही रे भाई भणी माने हमर निजर ज्ञान किछि काम दबनी सेही समय आमे देखुचु कोनोसी गवर्नमेंट नथिला बा एंटी कन्वर्सन बिल पास करिवा बा बुलडोजर चढ़ेबा ए सब किछि नथिला किंतु तांकरी भीतर लोक थिले से ज्यूस माने सुन्नत प्राप्त ज्यूस माने थिले जो माने के मानकर विरोध करथिले किंतु एठी हमें जतरे देखुचो 10 पदरे से जो ज्ञान आत्मांकर शक्ति रे कथा कहतिले से माने ता प्रतिरोध करिया को समर्थ हेले नाही प्रेज द लॉर्ड बर्तमान हमें केस नंबर 2 को जिबा आ केस नंबर 2 होची पाउलो पाउलो के विषय में देखिया आ टिके गोटे पेज प्रेरित तार 9 पर्वर 20 और 22 प्रेरित 9 पर्वर 20 और 22 9 पर्वर 20 लिखा है तार ऊपर लिखा है दामास्कस रे साउलंक प्रचार पुणी जीसु जे ईश्वर को पुत्र जोटा कि ज्यूस माने केबे मानंती ने मानिया को प्रस्तुत नांती एबे जाके भी से ईश्वर को पुत्र नथिले सेति में को क्रूस हत करा गला से जीसु तले कहले जे पिता को जे मते देखि होचे से पिता को देखि होचे आ पिता को अद्वितीय पुत्र ए सब जतले ताको संभाली पारलेनी कारण से दोसरा हेरेसी परि के लागला हेरेटिक बा ईश्वर निंदा बोली का से भाबी कि ताको क्रूस हत करथिले किंतु पाउलो एठी जीसु जे ईश्वर को पुत्र नंबर 1 एहा से अविलंब रे समाज गृह समूह रे घोषणा करिया को लागिले इट्स अ वेरी ब्रिलियंट टैलेंटेड आउ इंटेलिजेंट पर्सन ताको प्रभु ए भली ज्ञान देथिले आउ से गमलियल गुरु को पाखरे बसी कि से गोटा फारूसी सब ज्ञान प्राप्त होइतिले ताको सब पुरातन नियम रे जणा आ से हठात कने जतले प्रभु को अनुग्रह पाई गेले सुजोग पाई गेले से लोक प्रतिपादित कले जे ईश्वर जीसु होचंती ईश्वर को पुत्र 22 किंतु साउल अधिकतर शक्तिशाली होई उठिले पुनी ए जे ख्रीष्ट ख्रीष्ट भिन्न पुत्र भिन्न ख्रीष्ट होचे मसीहा ख्रीष्ट कहले से समय स्थान बुझतिले मसीहा मसीहा कहले जोटा प्रतिज्ञात हेतिला जे आसिकरी से समान को उद्धार करिवे तन जीसु को प्रतिज्ञात मसीहा हिसाब रे ग्रहण करू नथिले एबे भी जानतु पाले इजराइल जानतु समान भी ग्रहण करू नांती किंतु साउल अधिकतर शक्तिशाली होई उठिले पुनी ए जे ख्रीष्ट यह प्रमाण करी दामस्कस निवासी यहूदी मान को निरुत्तर करी देइथिले आज हमर स्टार्ट करथिलु प्राचीन रो दुईटी कर्तव्य गोटे होची से हितजनक वाक्य दबो अनुपयुक्त शिक्षा जो माने कहउतिबे समान को मुख बंद करिवो स्टीफेन को केस रे हम देखिलु सने चमत्कार तो किछ कहि पारलेनी एठे में देखुछु जे समान कर से मुख बंद कले
ଏହା ପ୍ରମାଣ କରି ଦାମସ୍କସ ନିବାସୀ ଯହୂଦୀ ମାନଙ୍କୁ ନିରୁତ୍ତର କରି ଦଉଥିଲେ। କେସ୍ ନମ୍ବର 4, କେସ୍ ନମ୍ବର 3 ସେ ହଉଛନ୍ତି ଯୀଶୁ। ବର୍ତ୍ତମାନ ଆସିବା ମାର୍କ 11 ପର୍ବ 33 ପଦ। ଏଠି ଆମେ ଦେଖୁଛୁ ଗୋଟେ ପିକୁଲିୟର ସିଚୁଏସନ। ସେ ସିଚୁଏସନ ଟା ହଉଛି ଏହା, ପ୍ରଭୁ ଯୀଶୁଙ୍କୁ ସେମାନେ ପରୀକ୍ଷା କରିବା ପାଇଁକା ଲାଗି ପଡିଥିଲେ ଏବଂ ସେଥିରେ ମୁଖ୍ୟ କାର୍ପଟଦାର ଥିଲେ କୋଉମାନେ? 11 ପର୍ବରୁ ଆମେ 27 ପଦରେ ଦେଖୁଛୁ। ପରେ ସେମାନେ ପୁନର୍ବାର ଜେରୁସାଲେମକୁ ଆସିଲେ ଆଉ ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ, ମନ ଦେଇ ଶୁଣନ୍ତୁ, ପ୍ରଧାନ ଯାଜକ, ଶାସ୍ତ୍ରୀ, ପ୍ରାଚୀନ ବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମେ କେଉଁ ଅଧିକାରରେ ସମସ୍ତ କରୁଅଛ? ଅତଏବ ଏହା ସବୁ କରିବା ତୁମକୁ କିଏ ଅଧିକାର ଦେଲା? କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ଗୋଟେ କଥା ପଚାରିବି, ମତେ ଉତ୍ତର ଦିଅ, ତାହେଲେ ମୁଁ କେଉଁ ଅଧିକାରରେ ସମସ୍ତ କରୁଛି ତାହା ତୁମମାନଙ୍କୁ କହିବି। ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟ ଠାରୁ ହେଲା? ମତେ ଉତ୍ତର ଦିଅ। ସେଥିରେ ସେମାନେ ପରସ୍ପର ତର୍କ ବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ ତାହେଲେ ସେ କହିବେ, ତେବେ ତୁମମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ? ଅବା ମନୁଷ୍ୟ ଠାରୁ ବୋଲି କଣ କହିବା? ସେମାନେ ଲୋକ ସମୂହକୁ ଭୟ କରୁଥିଲେ, କାରଣ ସମସ୍ତେ ଯୋହନକୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ। 33, ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁନାହୁଁ। କେତେ ଜ୍ଞାନୀ ଲୋକମାନେ, ପ୍ରଧାନ ଯାଜକ, ଶାସ୍ତ୍ରୀ, ପ୍ରାଚୀନ ବର୍ଗ, ଆମ୍ଭେମାନେ ଜାଣୁନାହୁଁ। ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ସମସ୍ତ କରୁଛି ତାହା ମଧ୍ୟ ମୁଁ ତୁମମାନଙ୍କୁ କହିବି ନାହିଁ। ତମେ ଯଦି ଜାଣୁନାହଁ ମୁଁ ବି କହିବି ନାହିଁ। କାମ ଶେଷ। ତାପରେ ହଉଛି 12 ପର୍ବ, ସେଇ ମାର୍କ 12 ପର୍ବର 13 ପଦରେ, ପରେ ତାହାଙ୍କର କଥାର ଛିଦ୍ର ଧରିବା ପାଇଁ ସେମାନେ ଫାରୁସୀ ହେରୋଦୀୟ ମାନଙ୍କ ମଧ୍ୟରୁ କେତେକଙ୍କୁ ତାହାଙ୍କ ପାଖକୁ ପଠାଇଲେ। ଯାହା ସବୁ କହିଲେ ଆପଣ ମାନେ ଆଗରୁ ପଢିଛନ୍ତି, ମୁଁ ସେଥିରେ ଆଉ ସମୟ ନେଇବିନି। ତାପରେ ସେ କର ଦେବା ବିଷୟରେ ସେମାନେ ପଚାରିଲେ। ସେଥିରେ 17 ପଦ, ସେଥିରେ ଯୀଶୁ ସେମାନଙ୍କୁ କହିଲେ, କାଇସରଙ୍କର ଯାହା ତାହା କାଇସରଙ୍କୁ ଦିଅ, ପୁଣି ଈଶ୍ୱରଙ୍କର ଯାହା ତାହା ଈଶ୍ୱରଙ୍କୁ ଦିଅ। ତହିଁରେ ସେମାନେ ତାହାଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ। କ୍ଷୁଦ୍ର ଧରିବା ପାଇଁ ଯାଇଥିଲେ କିନ୍ତୁ ଚମତ୍କୃତ ହୋଇ ଫେରିଲେ। ତାପରେ ଦେଖିବା ସାଧୁକୀ ମାନେ ଆସିଗଲେ। ଏଥିଉତାରୁ ପୁନରୁତ୍ଥାନ ନାସ୍ତି କରୁଥିବା ସାଧୁକୀ ମାନେ ତାହାଙ୍କ ନିକଟ ଆସି ପଚାରିଲେ, ହେ ଗୁରୁ, ମୋଶା ଆମମାନଙ୍କ ନିମନ୍ତେ ଲେଖିଛନ୍ତି, ଯଦି କୌଣସି ଲୋକର ଭାଇ ମରେ, ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି ତାହାର କୌଣସି ସନ୍ତାନ ନଥାଏ, ତାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ। ଡ୍ୟାସ 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 ଚାଲି ଆସିଲା, ଆପଣ ସମସ୍ତେ ଜାଣିଛନ୍ତି। ଲାଷ୍ଟକୁ ଯୀଶୁ କହୁଛନ୍ତି 27 ପଦରେ, ସେ ମୃତ ମାନଙ୍କର ଈଶ୍ୱର ନୁହନ୍ତି, ମାତ୍ର ଜୀବିତ ମାନଙ୍କର। ତୁମେମାନେ ବଡ ଭ୍ରାନ୍ତ ହଉଅଛ। ସାଧୁକୀ ମାନେ ହଉଛନ୍ତି ସାନହେଡ୍ରିନର ମଧ୍ୟ ସଦସ୍ୟ ଆଉ ପାୱାରଫୁଲ ସଦସ୍ୟ। ସେଟା ଆମର ଆଜି କହିବାର ମାନେ ନାହିଁ। ଏତକ ପରେ ବର୍ତ୍ତମାନ ଆସୁଛନ୍ତି ଶାସ୍ତ୍ରୀ ମାନେ। ସେମାନେ ଆହୁରି ଚାଲାକ। ପ୍ରଭୁ ଶ୍ରେଷ୍ଠ ଆଜ୍ଞା କୋଉଟା? କିନ୍ତୁ ଏଠି ଆମେ ଦେଖୁଛୁ 34ରେ, ଏଟା ତ ଆପଣ ମାନେ ଜାଣିଛନ୍ତି, ମୁଁ ତ ଦୋହରିବା ପାଇଁ ଚାହୁଁନି। 34 ସେ କହୁଛନ୍ତି, ସେ ବୁଦ୍ଧି ସହିତ ଉତ୍ତର ଦେଇଅଛନ୍ତି ଦେଖି ଯୀଶୁ ତାହାଙ୍କୁ କହିଲେ, ଈଶ୍ୱରଙ୍କ ରାଜ୍ୟ ଠାରୁ ତୁମେ ଦୂରବର୍ତ୍ତୀ ନୁହଁ। ଏଥିଉତାରୁ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ। ଆଜି ଆମେ 3ଟି କେସ୍ ଷ୍ଟଡି କଲୁ, ଆଉ ସେ 3ଟି ଯାକ କେସରେ ଆମେ ଦେଖିଲୁ ଯୀଶୁ ମଧ୍ୟ ସେ ନିରୁତ୍ତର କରନ୍ତି, ସେମାନଙ୍କ ଜ୍ଞାନରେ ସେମାନଙ୍କୁ ଧରନ୍ତି। ମାର୍କ 12:17 ଦେଖନ୍ତୁ, ସେଥିରେ ଯୀଶୁ ସେମାନଙ୍କୁ କହିଲେ, କାଇସରଙ୍କ ଯାହା ତାହା କାଇସରଙ୍କୁ ଦିଅ, ପୁଣି ଈଶ୍ୱରଙ୍କ ଯାହା ତାହା ଈଶ୍ୱରଙ୍କୁ ଦିଅ। ତହିଁରେ ସେମାନେ ତାହାଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ। ଏଇ ଅତ୍ୟନ୍ତ ସାଙ୍ଗରେ ଗୋଟେ
सेंटेंस अच्छी भलो सेंटेंस टा डिसेंबर मासरे कुआ जाए कि कहि परिबे कि एटा गोटे साइड एटा ए आज बाइबल स्टडी एटा नुहे अत्यंत आनंदजनक सुसमाचार किए से भौणी प्रेज द लॉर्ड सुरभि हाँ प्रेज द लॉर्ड प्रेज द लॉर्ड प्रेज द लॉर्ड प्रेज द लॉर्ड दूत आसिकी कहउचंती मो अत्यंत आनंदजनक सुसमाचार तुमको जनाऊँगी मु जानिनी मु जतले बाइबल स्टडी करे मो तो एंती छोट छोट विषय गुराक मोर क्लिक करे आ तारी उपरे मु पुणी आरंभ करे पुणी गवेषणा मत भारी भल लगे आपण मन से बांटिया मते बहुत खुशी लगिला आ विशेष भाव मु आको आ नेबिनी तापर आमे देखुचु मार्क 12:34 रे एथि उतारो केही ताहाको कोनोसी प्रश्न पचेराको साहस कले नाही आमे आरंभ करथिलु तीतसरु टिके गड़े दे जिबा से कहउचंती हितजनक वाक्य कुह पुणी अनुपयुक्त जो शिक्षा जो माने दउचंती सेमानको मुख को बंद कर आमे देखिलु स्टीफन विश्वास आत्मा रे अनुग्रह रे सबुरे परिपूर्ण होके कहिले सेमाने आउ किछि कहि देवर अमेज्ड लेखा होचे देवर अमेज्ड पाउल समाज गृह गुड़े पशिकी से प्रमाण कर दे जाउथिले जे यीशु ही ईश्वर को पुत्र आ से होचंती से आगामी मसीह बा ख्रीष्ट तापर आमे देखिलु यीशु को विषय रे केते कैटेगरी रो सब आसिले यीशु को छिद्र धरिया पई छिद्र कोन धरिबे आ मार्क 12 पर्वर 34 रे मो सारिया को चाहूची एथि उतार केही ताको कोनोसी प्रश्न पचारिया को साहस कले नै ए भी मध्य प्राचीन मानकर गोटे स्वभाव हवा दरकार हितजनक वाक्य कहिबे किंतु पवित्र आत्मा शक्ति रे परिपूर्ण होइकि सुबुद्धिर सहित अनुयोग करिया पई मध्य शिखिबा को पड़ियो प्रभु एक क्षुद्र वाक्य रे आशीर्वाद करंतु समस्त को मोर प्रेज द लॉर्ड थैंक यू वेरी मच।